ଗୋବର୍ଦ୍ଧନପୁର ରେ କଲରା ପତରିଆ ବାଘ ଆକ୍ରମଣରେ 8 ମେଣ୍ଢା ମୃତ୍ୟୁ। ଗତକାଲି ପ୍ରାୟ 2 ଘଟିକା ସମୟରେ କଂସରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୋବର୍ଦ୍ଧନପୁର ଗ୍ରାମର କୈଳାସ ମହାକୁଡ଼ ପିତା ଜଗା ମହାକୁଡ଼ଙ୍କର ମେଣ୍ଢାଶାଳ ଭିତରେ ଅଜଣା ପଶୁ ଆକ୍ରମଣରେ 8ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ବେଳେ ମେଣ୍ଢାମାନଙ୍କର ଅନ୍ତବୁଜୁଳା ବାହାର କରି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କିଛି ମେଣ୍ଢା ମଧ୍ୟ ଖଣ୍ଡିଆ ଖାବରା ହୋଇଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତି ଓ ପାଦ ଚିହ୍ନ ଦେଖି ଏହି ଅଜଣା ପଶୁ କଲରାପତରିଆ ବାଘ ଅବା ହେଟା ବାଘ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। କୈଳାସ ମହାକୁଡ଼ ଅତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ 8ଟି ମେଣ୍ଢା ଏକକାଳୀନ ମୃତ୍ୟୁ ଯୋଗୁଁ ପରିବାରର ପ୍ରତିପୋଷଣ କେମିତି କରିବେ ବୋଲି ଦୁଃଖ ପ୍ରକାଶ କରିବା ସହିତ ଗ୍ରାମବାସୀଙ୍କ ସମେତ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବା ସହିତ ଆବଶ୍ୟକ କ୍ୟାମେରା ଲଗାଇ ଅଜଣା ପଶୁର ଗତିବିଧି ଲକ୍ଷ୍ୟ କରିବା ସହିତ ଏହା ବାଘ ଅବା ଅନ୍ୟ କୌଣସି ଜୀବ ବୋଲି ଖୁବ୍ ଶୀଘ୍ର ଗ୍ରାମବାସୀଙ୍କୁ ଜଣାଇବା ସହିତ ଗ୍ରାମବାସୀମାନଙ୍କୁ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।